ସେଠି କହିଲା ପରେ ସେତେବେଳେ ଗୋଟେ ମେଘନା ସାର୍ ଆମେ ସେଠି ଆମ ମାନେ ପ୍ରେଜେନ୍ସରେ ବି ଆମେ ଗୋଟେ କରିକି ଲିଷ୍ଟ ମେଘନା ସାର୍ଙ୍କୁ ବି ଦେଇଥିଲୁ କିଛି ହେଲା ନାହିଁ ତାର। ତାପରେ ଏବେ ରିସେଣ୍ଟଲି ଯୋଉଟା ଭାଇ କହୁଛନ୍ତି ରିପେୟାରିଂ ବାବଦରେ ମାନେ 6 ଲକ୍ଷ ଟଙ୍କା ଲେଖା ପ୍ରତି ସେଲ୍ଟରକୁ ଯାଇଛି, ଯୋଉଟା ମ୍ୟାଡ଼ାମ୍ ଆପଣ ଗୋଟେ ଭଲ କଥା କହିଲେ ଭିଜିଟ୍ କରିବା ପାଇଁ। ସେଥିରେ ଥିଲା ସେମାନେ କଲର୍ ଦେଇପାରିବେ, ଯାହା ଭାଙ୍ଗି ଯାଇଛି କରିବେ। ଆଉ ଯେଉଁ ଟ୍ରେନିଂ ହେଇଥିଲା ସେଲ୍ଟର ଲେଭେଲ୍ ଟ୍ରେନିଂ ହେଇଥିଲା ଫେଜ୍ 1ରେ ରସିଦ ସବୁ କଟା ହେଇଯାଇଥିଲା, ତାକୁ ପରଚେଜ୍ କରିବା ଦେବାର ପ୍ରୋଭିଜନ୍ ଥିଲା। କିନ୍ତୁ ସେଟା 6 ଲକ୍ଷରେ ଇନକ୍ଲୁଡେଡ୍ କି ନାହିଁ ତା ବଜେଟ୍ର ବ୍ରେକଅପ୍ ଦେଖିଲେ ମୁଁ କହିପାରିବି, ମୁଁ ତ ଜାଣିନି। 6 ଲକ୍ଷଟା କେବଳ ଥିଲା କନଷ୍ଟ୍ରକ୍ସନ୍ ହେଲା, ତେଣୁ ସେଟା ରିପେୟାର ଆଉ ମେଣ୍ଟେନାନ୍ସ ପାଇଁ ଥିଲା, ହେଲା ମାନେ ଅଦର କିଛି ତା ଭିତରେ ନଥିଲା। ତେଣୁ ଆପଣ ସେଟା ଭିଜିଟ୍ ଯଦି ନାଇଁ ନାଇଁ ଆପଣ ଭୁଲ ପୁଣି ଆପଣ ସେଟା ଟ୍ରେନିଂରେ କ'ଣ ଶୁଣିଲେ ସାର୍? କନଷ୍ଟ୍ରକ୍ସନ୍ ସହିତ କନଷ୍ଟ୍ରକ୍ସନ୍ରେ କେତେ ପରସେଣ୍ଟ ଗୋଟେ ଥିଲା, ଆଉ ରିପେୟାରିଂ ଆଣ୍ଡ ଏ ଯେଉଁ ମେଟେରିଆଲ୍ସ ରିପେୟାରିଂ ପାଇଁ ମଧ୍ୟ ଗୋଟେ ଥିଲା। ତାପରେ ସେଠି ଯେତେବେଳେ ବେଶୀ ମୁଁ ବୋଧେ କହିଛି ବୋଲି ମୋର ଧାରଣା, ମୋତେ ରାଗିଛି ନାହିଁ କ'ଣ ମୁଁ ସେଇଟା ଜାଣିବା କଥା ଯେ ମୁଁ କହିଲା ପରେ ସାର୍ ସେଠୁ ରାଜି ହେଇକି କହିଲେ ନା ନା ଆମେ ଏବେ ସେ ଜେନେରେଟର ସେ ଯେଉଁ ଲାଇଟ୍ ଆଉ ସେଗୁଡ଼ାକ ସବୁ ଆମେ ଏଥର ପୁଣି ନୂଆ ଦେବୁ। ଆଉ ଆପଣ ଯାଇକି ଆପଣଙ୍କୁ କହିଲେ ଆପଣ ଆପଣଙ୍କର ଯିଏ ନୋଡାଲ ଅଫିସର ଏମର୍ଜେନ୍ସି ଅଫିସର ଆପଣ ତାଙ୍କ ସାଙ୍ଗରେ କଥା ହୁଅନ୍ତୁ।